ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କୁ ଯେଭଳି ଭାବରେ ଆଜି କଂଗ୍ରେସର ସର୍ବଭାରତୀୟ ଅଧ୍ୟକ୍ଷ ସଭାପତି ଯେଉଁ ଶିଷ୍ଟାଚାରହୀନ ଦାୟିତ୍ୱହୀନ ଏବଂ ମର୍ଯ୍ୟାଦାହୀନ ଯେଉଁ ବକ୍ତବ୍ୟ ସେ ଦେଇଛନ୍ତି ତାଙ୍କୁ ଯେତେ ନିନ୍ଦା କଲେ କମ୍ ହେବ। କାରଣ ଯିଏ ଜଣେ ଦାୟିତ୍ୱ ସମ୍ପନ୍ନ ପଲିଟିକାଲ ପାର୍ଟି, ଏତେ ପୁରୁଣା ପଲିଟିକାଲ ପାର୍ଟି ଏବଂ ଦାୟିତ୍ୱହୀନ ମନ୍ତବ୍ୟ ଦେବା କୌଣସି ଆଧାର ନାହିଁ। କ'ଣ ତାଙ୍କ ପାଖରେ ପ୍ରମାଣ ଅଛି ଯେ ପ୍ରଧାନମନ୍ତ୍ରୀ ଟେରୋରିଷ୍ଟ ବିଷୟରେ କ'ଣ ତାଙ୍କ ପାଖରେ ଖବର ଅଛି? କାରଣ ତ କହିବା ଦରକାର। ଜଣେ ଯେକୌଣସି ବକ୍ତବ୍ୟ ଦେବ ଏବଂ ଆଗ ପଛ ନ ଭାବିକି ଦେବ, ସେଭଳି ଜଣେ ଲୋକକୁ ଗୋଟେ ଦଳ ରାଷ୍ଟ୍ରୀୟ ସଭାପତି ଦାୟିତ୍ୱରେ ଅଛି ତ ନିଶ୍ଚୟ ତ କ୍ଷମା ପ୍ରାର୍ଥନା କରିବା ଉଚିତ ଏବଂ ଦଳ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ଉଚିତ। ତାଙ୍କ ପାର୍ଟିର ଇଣ୍ଟରନାଲ ଆଫେୟାର୍ସ, କିନ୍ତୁ ସେ ପ୍ରଧାନମନ୍ତ୍ରୀଙ୍କ ଉପରେ ଟିକା ଟିପ୍ପଣୀ କରିବ, କିଛି ତାର ଆଧାର ନଥିବ, ଭିତ୍ତି ନଥିବ, କପୋଳ କଳ୍ପିତ ମନ୍ତବ୍ୟ ଦେବେ, ମନ ଇଚ୍ଛା ମନ୍ତବ୍ୟ ଦେବେ। ତାକୁ କେଉଁ ଭାଷାରେ କହିଲେ ଆମେ କ'ଣ ପରାମର୍ଶ ଦେବା? ଜଣେ ବୟସ୍କ ଲୋକ, ସିନିୟର ଲୋକ ଏଭଳି ବକ୍ତବ୍ୟ ଦେବେ ଯେ ଜଣେ ରେସ୍ପନ୍ସିବୁଲ ପ୍ରଧାନମନ୍ତ୍ରୀ ଆଜି 25 ବର୍ଷ ପାଖାପାଖି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଗୋଟିଏ ଥର ବି ଦାୟିତ୍ୱହୀନ ମନ୍ତବ୍ୟ ଦେଇନାହାନ୍ତି। ଆମ ଦଳର କ'ଣ ସାଧାରଣ କର୍ମୀଟେ ଦାୟିତ୍ୱହୀନ ମନ୍ତବ୍ୟ ଦେଇନି ସାରା ଭାରତବର୍ଷରେ। ସଂସ୍କାର ଶିଖିବା ଦରକାର। ସଂସ୍କାର ଏବଂ ଆମ ଆଚରଣ ଉଚ୍ଚାରଣ ଠିକ ହେବା ଦରକାର। ଫ୍ରଷ୍ଟ୍ରେସନରେ ଅଛନ୍ତି, ନିରାଶ, ହତାଶ, ଫ୍ରଷ୍ଟ୍ରେସନରେ କଂଗ୍ରେସ ଅଛି। ବିନା କ୍ଷମତା ଦେଖିନାହିଁ 56 ବର୍ଷ କେନ୍ଦ୍ର ସରକାର ରହିଲା ପରେ ବିନା କ୍ଷମତାରେ ରହିବା ପାଇଁ ମାନସିକତା ନାହିଁ। ବିରୋଧୀ ଦଳ ରହିବାର ମାନସିକତା ତିଆରି ହେବା ଦରକାର। ଯେଉଁ ଦାୟିତ୍ୱ ଲୋକ ଯେତେବେଳେ ଗଣତନ୍ତ୍ରରେ ସବୁଠୁ ବଡ଼ ବିଷୟ ହେଉଛି ଯେ ଯେଉଁ ଦାୟିତ୍ୱ ଯେତେବେଳେ ମିଳିବ ତାକୁ ସ୍ୱୀକାର କରିବା, ତାକୁ ଗ୍ରହଣ କରିବା ଏବଂ ସେଇ ଆଧାରରେ କାମ କରିବା, ନିଜର ବ୍ୟବହାର ପ୍ରଦର୍ଶନ କରିବା। କର୍ମୀ କ'ଣ ଉତ୍ସାହିତ ହେବେ? କଂଗ୍ରେସକୁ ଦଳର ଅବସ୍ଥା କ'ଣ? ଏଭଳି କହିଲେ କଂଗ୍ରେସ ତ ତଳୁ ତଳୁ ଯିବ, କଂଗ୍ରେସ ଉପରୁ କ'ଣ ଯିବ? ଏମିତି ମନ୍ତବ୍ୟ ଦେଲେ କେହି କଂଗ୍ରେସ ସାଙ୍ଗରେ ରହିବେ? ଲୋକ ଆଜି ଓଡ଼ିଶାର ଲୋକ କଂଗ୍ରେସ ସହିତ ନାହାନ୍ତି। କାହିଁକି ନାହାନ୍ତି? କ୍ଷମତା ଦିଆହେଇଥିଲା, ସବୁ ଦିଆହେଇଥିଲା। ସେମାନେ ତ 40 ବର୍ଷ ଉର୍ଦ୍ଧ୍ୱ କ୍ଷମତା ଥିଲେ, କେନ୍ଦ୍ରରେ 56 ବର୍ଷ କ୍ଷମତାରେ ଥିଲେ। ତାଙ୍କ ଆଚରଣ ଉଚ୍ଚାରଣ ଆଉ ତାଙ୍କୁ ଦାୟିତ୍ୱ ଦେବା ପରେ ସେମାନେ ଲୋକଙ୍କ ଦାୟିତ୍ୱରୁ ଦୂରେଇ ଗଲେ। ସେଥିପାଇଁ ଲୋକ ତାଙ୍କଠୁ ଦୂରେଇ ଗଲେ। ଆଜି କ୍ଷମତାରେ ଆମେ ଗୁଜରାଟରେ ଅଛୁ, ବାରମ୍ବାର ଜିତୁଛୁ, ମଧ୍ୟପ୍ରଦେଶ ଅଛୁ, ବାରମ୍ବାର ଜିତୁଛୁ। ଆମେ ସବୁ ଜାଗାରେ ଯୋଉଠି ଥରେ ଜିତୁଛୁ ଆମେ ଦାୟିତ୍ୱର ସହିତ କାମ କରୁଛୁ, ତେଣୁ ଆମେ ରହୁଛୁ। କଂଗ୍ରେସ ସେ ଦାୟିତ୍ୱ ନିର୍ବାହ କରିବାର କ୍ଷମତା ଧୈର୍ଯ୍ୟ ହରାଇ ସାରିଛି।